ପିଲାଦିନୁ ତ ମାନେ ଲୋକଙ୍କ ପାଇଁ ସେବା କରିବାର ଥିଲା କିନ୍ତୁ ସିଭିଲ ସର୍ଭିସ ଥ୍ରୁରେ ଯିବା ବୋଲି ଏମିତି କିଛି ନଥିଲା କିନ୍ତୁ ପରେ ମୋର ଭାଇ ଜଣେ ସିଏ ଓଡ଼ିଶା ଫାଇନାନ୍ସ ସର୍ଭିସ ଜଏନ୍ କଲେ ଏବଂ ତା ପାଇବା ପରଠୁ ସିଏ ମୋତେ କହିଲା ଯେ ଏଇଟା ଗୋଟେ ବହୁତ ଭଲ ଚ୍ୟାନେଲ ଯାହା ଥ୍ରୁରେ ତମେ ବହୁତ ଗୁଡ଼େ ଲୋକଙ୍କ ପାଇଁ କିଛି କରିପାରିବ ଦୁନିଆରେ ତ ସେଥିପାଇଁ ମୋତେ ଲାଗିଲା କି ଏଇଟା ଗୋଟେ ପ୍ରପର ସର୍ଭିସ ଆଉ ଯାହା ପାଇଁ ମୁଁ ଏଲିଜିବଲ୍ ମଧ୍ୟ ମୁଁ ନିଜର ଯେତେ ବି ନଲେଜ ଅଛି ମୁଁ ତାକୁ ୟୁଜ୍ କରିକି ସର୍ଭିସକୁ ମୋତେ କ୍ରାକ୍ କରିପାରିବି ତ ଆଜି ସଫଳତାରେ ଛିଡ଼ା ହେଇକି ମୋତେ ମାନେ ଖୁସି ଲାଗୁଛି ଯେ ମୁଁ ଠିକ୍ ଡିସିସନ ନେଇଥିଲି ବୋଲି ଯେହେତୁ ବାପା ମା ଦୁଇ ଜଣ ଯାକ ଟିଚର ଥିଲେ ତ ମୋତେ କୌଣସି ବି କ୍ଷେତ୍ରରେ ହେଲ୍ପ ମାନେ ଦରକାର ପାଠ ବିଷୟରେ ଦରକାର ପଡ଼ିଲେ ତ ଦୁଇ ଜଣ ଯାକ ପାଖରେ ଥାଆନ୍ତି ଯେହେତୁ ଦୁଇ ଜଣ ଯାକ ସର୍ଭିସରେ ଥିଲେ ତ ଫାଇନାନ୍ସିଆଲି ହେଲ୍ପ ମିଳେ କାରଣ ସର୍ଭିସରେ ଯେହେତୁ ଆମେ ଫୁଲ୍ ଟାଇମ୍ ପ୍ରିପେୟାର କରୁଥିଲି କିଛି ନଥିଲା ଜବ୍ ପାଖରେ ତ ଫାଇନାନ୍ସିଆଲି ବହୁତ ଡିପେଣ୍ଡେଣ୍ଟ ହେବାକୁ ପଡ଼େ ଏବଂ ସେମାନେ ମଧ୍ୟ ସାହାଯ୍ୟ କରନ୍ତି କୌଣସି ବି ସମୟରେ କିଛି ବି ଦରକାର ଥିଲେ ସେମାନେ ସବୁବେଳେ ସାହାଯ୍ୟ କରୁଥିଲେ ତ ସେଇ ଦୃଷ୍ଟିରୁ ବହୁତ ହେଲ୍ପ ମିଳିଛି ଭାଇବାରେ ଏଥର ଯେମିତି ଆମର ମୋର ବୋର୍ଡର ଚେୟାରମ୍ୟାନ୍ ଥିଲେ ଲେଫ୍ଟନାଣ୍ଟ ଜେନେରାଲ ରାଜ କୁମାର ଶୁକ୍ଲା ସାର୍ ତ ସେମାନେ ମୋତେ ପଚାରିଲେ କି ଆପଣଙ୍କର ଯେହେତୁ ନୟାଗଡ଼ ଡିଷ୍ଟ୍ରିକ୍ଟଟା ଆମେ ଜାଣୁ କି ଗୋଟେ ନକ୍ସଲ ପ୍ରୋନ୍ ଡିଷ୍ଟ୍ରିକ୍ଟ ବୋଲି ତ ସେମାନେ ପଚାରନ୍ତି କି କାହିଁକି ଏଇଟା ନକ୍ସଲ ପ୍ରୋନ୍ ହେଲା ତମର ଏଠି କୋଉ ସ୍କିମ୍ଟା ଫେଲ୍ ମାରିଲା ଯୋଉଥି ଯୋଗୁଁ ଏଇଟା ହେଇଛି ତାପରେ ସେମାନେ ପଚାରିଲେ କି ତମେ ଯଦି ସେ ଜାଗାରେ ଲେଟ୍ସେ ଗୋଟେ କାଲି ଗୋଟେ ଆଇଏଏସ୍ ଅଫିସର ହେଲ କି ପୋଲିସ ଅଫିସର ହେଲ ଆଇପିଏସ୍ ହେଲ ତ ତମେ ସେଠି କ'ଣ କରିପାରିବ ଲୋକମାନଙ୍କ ପାଇଁ ତ ସେଇ ସବୁ ରିଲେଟେଡ୍ କିଛି କ୍ୱେଶ୍ଚିନ୍ ପଚାରିଥିଲେ ଯଦି ଗୋଟେ ତମେ ମାନେ ରାସ୍ତାରେ ଯାଉଛ ଗୋଟେ ଗାଡ଼ିରେ ଯାଉଛ ଏବଂ ଗାଡ଼ିର ଚକାଟା ଖସିଗଲା ସେ ସମୟରେ ଯେହେତୁ ତମେ କେବେ ଚକା ଲଗେଇ ଜାଣିନ ତ ସେଇ ସମୟରେ ତମେ କ'ଣ କରିଥାନ୍ତ ଯେମିତିକି ତମେ ଯାଇଥାନ୍ତ ତ ମୁଁ ସେ ସମୟରେ କହିଥିଲି କି ସାର୍ ହାଇୱେରେ ଆମର ଗୋଟେ ଏମର୍ଜେନ୍ସି ନମ୍ବର ଥାଏ ଆମେ ତାକୁ କଲ୍ କରିପାରିବା ନହେଲେ ବାଟରେ କିଏ ଯାଉଥିବେ ତାଠୁ ଆମେ ହେଲ୍ପ ମାଗିପାରିବା ତ ସେ କହିଥିଲେ କି ତମେ ଆଉ ଗୋଟେ କାମ କରିପାରିବ ସବୁ ଗୋଟେ ଚକା ଯଦି ଖସିଗଲା ସେଇ ଚକାରେ ଯେହେତୁ ତାର ନଟ୍ ଗୁଡ଼ା ସବୁ ଖସି ଯାଇଛି ବାକି ସବୁ ଚକାର ଗୋଟେ ନଟ୍ ନେଇକି ସେ ଚକାକୁ ତମେ ଲଗେଇକି ବି ଗାଡ଼ି ଚଲେଇ